ପରବର୍ତ୍ତୀ ଖବର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଏନ୍ଏସି ନୂଆସାହି ବଜାର ସନ୍ତୋଷ କୁମାର ଶତପଥୀଙ୍କ ନାତି ଅଭିନନ୍ଦନ ଆଜକୁ 3 ବର୍ଷ ପୂର୍ବରୁ ମାଆକୁ ହରାଇଥିଲେ। ଅଭିନନ୍ଦନ ନୀଳଗିରି ବ୍ଲକ ବାଲିଆ ଗହିରୀରେ ଅଜା ଘରେ ରହି ଶିଶୁ ମନ୍ଦିରରେ ପାଠ ପଢ଼ୁଥିଲେ। କିଛି ଦିନ ପୂର୍ବରୁ ତାର ଗଳା ଫୁଲିବା ପରେ ପ୍ରଥମେ ନୀଳଗିରି ମେଡ଼ିକାଲ ଏବଂ ପରେ ଫକୀରମୋହନ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ମାତ୍ର ରକ୍ତ ନମୁନା ପରୀକ୍ଷା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କର ପରୀକ୍ଷା ନିରୀକ୍ଷା ହେବା ପରେ ରକ୍ତ କର୍କଟ ବା ଲିକୋମିଆ ହୋଇଥିବାର ଜାଣିବାକୁ ମିଳିଥିଲା। ଟାଟା ମେମୋରିଆଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ବହୁ ଅର୍ଥର ଆବଶ୍ୟକତା ଥିବା ଜାଣିବା ପରେ କଟକ ଏସ୍ସିବି ମେଡ଼ିକାଲ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପାଇଁ କାନି ପାଥିବା ପରିବାର ସେମିତି ଫାଙ୍କା ହୋଇପଡ଼ିଛି। ଦୁଃଖର ପାହାଡ଼ ଉପରେ ଛିଡ଼ା ହୋଇ କାନି ପତାଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଯିଏ ପାରୁଛନ୍ତି ପୁଅର ଚିକିତ୍ସା ପାଇଁ କିଛି ଅର୍ଥ ସାହାଯ୍ୟ କରିବାକୁ। ଆପଣମାନଙ୍କ ଏହି ଛୋଟ ସାହାଯ୍ୟ ଏକ ନିଷ୍ପାପ ଶିଶୁ ପୁନର୍ଜନ୍ମ ହେବାର ନିଶ୍ଚୟ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ କରାଯାଇଛି।